ବାବୁ ପାରୁଛନ୍ତି ଯଦି ଆମ ସମସ୍ତଙ୍କୁ ବିଷ ଦେଇଦିଅନ୍ତୁ ଆମେ ସମସ୍ତେ ବିଷ ପିଇ ମରିଯିବୁ ବାବୁ। କାହିଁକି କାହିଁକି ଆପଣମାନେ ଏମିତି କହୁଛନ୍ତି? ଜବାବ ଦିଅନ୍ତୁ ଆପଣମାନେ କାହିଁକି କହୁଛନ୍ତି? ବାବୁ ଆଜି ଘର ବୁଡ଼ିଗଲା କାଲି ନୂଆ ଘର ତିଆରି ହବ ହେଲେ ଜୀବନ ଆଉ କ'ଣ ମିଳିବ? ନୂଆ ଘର ତିଆରି କରିବାର ଥିଲେ ଆମେ ଆମ ଘର ନିଆଁ ଲଗେଇ ନଥାନ୍ତୁ ବାବୁ। ହଁ ବାବୁ ଆମ ଘରେ ଜାଣି ଶୁଣି ନିଆଁ ଲଗାনো ନାଇଥିଲା ବି କେହି ନିଆଁ ଲଗେଇ ନଥିଲେ ଆମେ ଜାଣି ଶୁଣି କିରୋସିନ ତେଲ ଢାଳି ଆମେ ଆମ ନିଜ ଘରେ ନିଆଁ ଲଗେଇ ଦେଇଥିଲୁ। ହେ ଭଗବାନ! ହଁ ବାବୁ ଆମେ ଜାଣି ଶୁଣି ଘର ଭିତର ପଟରୁ କବାଟ ବନ୍ଦ କରିଦେଲୁ। ଆମେ 3 ଜଣ ଯାକ ଚାହୁଁଥିଲୁ ସେଇ ନିଆଁରେ ଜଳି ପଡ଼ି ମରିଯିବାକୁ। ବାବୁ ସଞ୍ଜ ଜଳି ଗଲେ ସମସ୍ତଙ୍କୁ ଦେଖାଯାଏ ବାବୁ, ହେଲେ ମନ ପଡ଼ିଗଲେ କାହାରିକୁ ଦେଖାଯାଏନି। କାହିଁକି ନା ସେତେ ଶିଖା ନଥାଏ କି ସଳିତା ବି ନଥାଏ। ପରା ମନକୁ ନେଇ କିଏ କେତେ ଦିନ ବଞ୍ଚିବ ବାବୁ? ଏ ସମୟ ଆମ ଦେହର ପୁରା ନିଆଁ ଲଗେଇ ଦେଇଛି। ଏ ପରା ମନକୁ ନେଇ ଆମେ କେମିତି ବଞ୍ଚିବୁ ବାବୁ? କେମିତି ବଞ୍ଚିବୁ ଆମେ? ଭୁଲ କହିଲ ମା। କାଲି ସୁଖ ନିଶ୍ଚୟ ଆସିବ। এই মা এই সময়ের চক্ররা অহরে উপরে চালুଛି ধরিବା ପାଇଁ ଯେତେ ଚେଷ୍ଟା କଲେ ବି କେହି ଧରିପାରିଛି। ଏ ସମୟ ନିଶ୍ଚୟ ଚାଲିବ ମା। ପଇସା ଧରି ଯାଇ କାଲି ଯେ ଖବର ନ ଆସିବ ସେ କଥା କ'ଣ କେହି କହିପାରିବ? ହେଲେ ମୋ ଭାଇଟା କ'ଣ ଆଉ ଫେରି ଆସିବ? ବାବୁ ଭାଇ ମୋ ପାଖକୁ ଆଉ ଫେରି ଆସିବ ବାବୁ। ମୋ ପୁଅ କାହ୍ନା ସେ ଜଣେ ସାମ୍ବାଦିକ ଥିଲା। ଆମେ ଦେଖିଲା ବେଳକୁ କାଲି ସକାଳେ ଟ୍ରେନ୍ ଲାଇନରେ ସେ ମରି ପଡ଼ିଥିଲା ବାବୁ। ଦେଖିଲେ ବାବୁ, ଆପଣ ଦେଖିଲେ? ଏଇ ଦେଖନ୍ତୁ ବାବୁ, ଏଇ ଦେଖନ୍ତୁ 25 ବର୍ଷ ତଳର ପୁଅର ଫଟୋ। ବୁଢ଼ୀ ମାଟାକୁ ଭରସା ଦେଇ କହୁଥିଲା ମାଲୋ ଆର ମାସକୁ ମୋର ଦରମା ବଢ଼ିବ, ଆଉ ଦରମା ପାଇଲେ ମୁଁ ତତେ ଡାକ୍ତରଖାନା ନେଇଯିବି, ଆଉ ଡାକ୍ତରଖାନାରେ ବଡ଼ ଡାକ୍ତର ମୁଁ ତତେ ଦେଖାଇବି। ଏ ମା ମୁଁ ତତେ ଭଲ କରିଦେବି ଲୋ ମା, ମୁଁ ତତେ ଭଲ କରିଦେବୁ। ଆଉ ଯେତେ ବାରଣ କଲେ ଆଉ ଯେତେ ଗାଳି ଦେଲେ ବାପାଙ୍କୁ ଲୁଚେଇ ଲୁଚେଇ ମଦ ପିଇବାକୁ ଟଙ୍କା ଦେଉଥିଲା। ଆଉ ପଚାରିଲେ କହୁଥିଲା ତୁ ଦେଖିବୁ ଲୋ କହି ଦିନେ ଏମିତି ସମୟ ଆସିବ ବାପା ଆପେ ଆପେ ମଦ ପିଇବା ଛାଡ଼ିଦେବେ। ମତେ କହୁଥିଲା ଏ ବୋଉ ଦେଖିବୁ ଲୋ ଆମ ପଇସା ଯୋଉ ପିଲାକୁ ଭଲ ପାଉଥିଲା ମୁଁ ତା ବାହାଘର ଖୁବ୍ ଧୁମଧାମରେ କରିବି, ଜାନି ଯୌତୁକ ବି ଦେବି, ଆମ ଭଉଣୀର ସବାରିକୁ ନିଜ କାନ୍ଧରେ ବୋଇ ମୁଁ ତା ଶାଶୁ ଘରକୁ ନେଇଯିବି।
জবাব দিয়ন্তু বাবু ଭାରତୀ କଥାରେ ଜବାବ ଦିଅନ୍ତୁ ବାବୁ ଜବାବ ଦିଅନ୍ତୁ ବାବୁ ଜବାବ ଦିଅନ୍ତୁ ବାବୁ ଧରେଇ ଦେଇପାରିବ ମୋ ପୁଅକୁ ବାବୁ ଜବାବ ଦିଅନ୍ତୁ ବାବୁ ଧରେଇ ଦେଇପାରିବ ମୋ ପୁଅକୁ ମୁଁ ଆପଣଙ୍କୁ ଗୋଟେ କଥା କହିବି କୁହନ୍ତୁ ବାବୁ ଆପଣ ମୋ କଥା ରଖିବେ କୁହନ୍ତୁ ଯେତେବେଳେ ନିଜ ଜୀବନକୁ ବାଜି ଲଗେଇ ଆମମାନଙ୍କ ଜୀବନ ବଞ୍ଚେଇଛନ୍ତି ମୁଁ ଆପଣଙ୍କୁ କିରୋସିନ ଆଣିଦେବି ଆପଣ ମୋ ଉପରେ ଗାଳି ଦେଇପାରିବେ ମୋତେ ନିଆଁ ଲଗେଇ ପୋଡ଼ି ଦେଇପାରିବେ କୁହନ୍ତୁ ମୋ ପ୍ରଶ୍ନର ଜବାବ ଦିଅନ୍ତୁ କାହିଁକି ବାବୁ ଆପଣଙ୍କର ମରିବା ନିହାତି ଦରକାର ଠିକ୍ ସେହି ପ୍ରଶ୍ନ ଯଦି ମୁଁ ଆପଣମାନଙ୍କୁ ପଚାରେ ମୋର ଏ ଦୁନିଆରେ କେହି ନଥାଇ ଯଦି ମୁଁ ବଞ୍ଚିଛି ଯଦି ମୋର ଏ ଦୁନିଆରେ କେହି ନଥାଇ ମୋ ପାଦରେ ଚାଲିବା ପାଇଁ ବଳ ଅଛି ତାହେଲେ ଆପଣ କ'ଣ କରିପାରିବେନି ଆପଣ କ'ଣ 3 ଜଣ ଆପଣ କ'ଣ 3 ଜଣ ଆପଣ 3 ଜଣ ମିଶି କ'ଣ ଏ ଦୁନିଆରେ ଆପଣ କ'ଣ ବଞ୍ଚି ପାରିବେନି ବୁଝୁଛି ବାବୁ ତମ କଥା ମୁଁ ସବୁ ବୁଝୁଛି ହେଲେ କେମିତି ବଞ୍ଚିବୁ ବାବୁ କାହା ଭରସାରେ ବଞ୍ଚିବୁ ମୋ ଭରସାରେ ମା ମାନେ ମୋ ଭରସାରେ ବଞ୍ଚିବ କହିଲି ନା ମା ମୋର ଏ ଦୁନିଆରେ କେହି ନାହିଁ ମୁଁ ବଞ୍ଚିଛି ବୋଲି କାହା ପାଖରେ ଠିକଣା ନାହିଁ ମୁଁ ହସିଲେ ମୋ ଆଗରୁ ମୋ ସହିତ ହସିବା ପାଇଁ କେହି ନାହାନ୍ତି କି ମୁଁ କାନ୍ଦିଲେ ମୋ ଆଖିରୁ ଲୁହ ବୁଝିବା ପାଇଁ କେହି ନାହାନ୍ତି ମୁଁ ବଞ୍ଚିଛି ବୋଲି କାହା ପାଖରେ ଠିକଣା ନାହିଁ ଆଉ ମୁଁ ମରିଗଲେ ମୋ ଶବକୁ 6 ଖଣ୍ଡ କାଠରେ ମୋ ଶାରୀକୁ ବୋହି ନେବାକୁ କେହି ନାହାନ୍ତି ମତେ ପାଇଗଲେ ଆପଣଙ୍କୁ ଗୋଟେ ପୁଅ ମିଳିଯିବ ମତେ ମୋ ମତେ ପାଇଗଲେ ମତେ ଗୋଟେ ବାପ ମିଳିଯିବ ଆଉ ଆପଣଙ୍କୁ ଗୋଟେ ପୁଅ ମିଳିଯିବ ମତେ ଗୋଟେ ଭଉଣୀ ମିଳିଯିବ ଯାହାର ସବାଇକୁ ନିଜ କାନ୍ଧରେ କାନ୍ଧେଇ ମୁଁ ତା ଶାଶୁ ଘରକୁ ନେଇଯିବି ବାବୁ ମନା କରନ୍ତୁନି ମୁଁ ଆପଣଙ୍କୁ ଏତିକି ହାତ ପତେଇ ଭିକ ମାଗୁଛି ବାବୁ ଜୀବନ